ସମସ୍ତଙ୍କୁ ଜୟ ଜଗନ୍ନାଥ ଓ ଆପଣମାନଙ୍କୁ ଓପିଏସ୍ସି ଓଏସ୍ ଆସ୍ପିରେଣ୍ଟ ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ଥରେ ବହୁତ ବହୁତ ସ୍ୱାଗତ। ଆଜି ଆମେ ଏହି ଭିଡ଼ିଓରେ 23 ଜାନୁଆରୀରୁ 26 ଜାନୁଆରୀ ପର୍ଯ୍ୟନ୍ତ ସମସ୍ତ ଇମ୍ପୋର୍ଟାଣ୍ଟ କରେଣ୍ଟ ଆଫେୟାର ବିଷୟରେ ଆଲୋଚନା କରିବା। ଆପଣମାନେ ତ ଜାଣିଥିବେ ଆଜିକାଲି ଉଭୟ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରର ଯେକୌଣସି ପରୀକ୍ଷା ହେଉ କରେଣ୍ଟ ଆଫେୟାରର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଓପିଏସ୍ସି, ୟୁପିଏସ୍ସି, ଓଏସ୍ସି, OSSC କିମ୍ବା ରେଲୱେ ଭଳି କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଭିଡ଼ିଓଟି ଆପଣଙ୍କ ପାଇଁ ବହୁତ ସହାୟକ ହେବ। ତେଣୁ ଭିଡ଼ିଓଟିକୁ ଆଦୌ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ହଁ, ଯଦି ଆପଣ ଏମିତି ଇନଫର୍ମେଟିଭ୍ ଭିଡ଼ିଓ ଆଗକୁ ମଧ୍ୟ ଚାହୁଁଛନ୍ତି, ତେବେ ଆମ ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବାକୁ ଜମାରୁ ଭୁଲିବେନି। ଆମର ପ୍ରଥମ କ୍ୱେଶ୍ଚିନ୍ଟି ହେଉଛି, ଇନ୍ ହ୍ୱିଚ୍ କଣ୍ଟ୍ରି ୱାର୍ଲଡ ଇକୋନୋମିକ୍ ଫୋରମ୍ ସମିଟ୍ 2026 ଟୁକ୍ ପ୍ଲେସ୍? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ସୁଇଜରଲ୍ୟାଣ୍ଡ। ମନେ ରଖିବେ, ୱାର୍ଲଡ ଇକୋନୋମିକ୍ ଫୋରମର 2026 ବାର୍ଷିକ ସମ୍ମିଳନୀ ସୁଇଜରଲ୍ୟାଣ୍ଡର ଡାଭୋସ୍ ସହରରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ବ୍ୟବସାୟୀ ଏବଂ ଅର୍ଥନୀତିଜ୍ଞମାନେ ଏକତ୍ରିତ ହୋଇ ବିଶ୍ୱର ଜଟିଳ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିଥିଲେ। 2026 ମସିହାର ଏହି ବୈଠକ ଚଳିତ ଜାନୁଆରୀ ମାସରେ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ସ୍ଥିର ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ସୁଇଜରଲ୍ୟାଣ୍ଡ ଦଶନ୍ଧି ଧରି ଏହି ସମ୍ମିଳନୀ ଆୟୋଜନ କରି ବିଶ୍ୱ ଅର୍ଥନୀତିକୁ ଏକ ନୂଆ ଦିଶା ଦେଖାଇ ଆସୁଛି। ଏହି ସମ୍ମିଳନୀଟି ବିଶ୍ୱସ୍ତରୀୟ ସହଯୋଗ ବୃଦ୍ଧି କରିବାରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଆମର ଦ୍ୱିତୀୟ କ୍ୱେଶ୍ଚିନ୍ଟି ହେଉଛି, ଅଟଳ ପେନ୍ସନ୍ ଯୋଜନା ହେଜ୍ ବିନ୍ ଏକ୍ସଟେଣ୍ଡେଡ୍ ଟିଲ୍ ହ୍ୱିଚ୍ ଇୟର୍? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, 2030। ଭାରତ ସରକାର ଅଟଳ ପେନ୍ସନ୍ ଯୋଜନାକୁ 2030 ମସିହା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାଟି ମୁଖ୍ୟତଃ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ବାର୍ଦ୍ଧକ୍ୟ ସମୟରେ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ 2015ରେ ଆରମ୍ଭ କରାଯାଇଥିଲା। ହିତାଧିକାରୀମାନେ ସେମାନଙ୍କ ଜମା ଅନୁସାରେ 60 ବର୍ଷ ପରେ 1000ରୁ 5000 ପର୍ଯ୍ୟନ୍ତ ମାସିକ ପେନ୍ସନ୍ ପାଇପାରିବେ। ସରକାର ଏହି ସମୟସୀମା ବଢ଼ାଇବା ଦ୍ୱାରା ଅଧିକରୁ ଅଧିକ ଗରିବ ଶ୍ରେଣୀର ଲୋକେ ଏହି ସୁବିଧା ପାଇ ସ୍ୱାବଲମ୍ବୀ ହୋଇପାରୁଛନ୍ତି। ଏହା ଭାରତର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଲକ୍ଷିତ ହୋଇଛି। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି, ହ୍ୱାଟ୍ ଇଜ୍ ଇଣ୍ଡିଆଜ୍ ର୍ୟାଙ୍କ ଇନ୍ ଦ ରେସ୍ପନ୍ସିବଲ୍ ନେସନ୍ସ ଇଣ୍ଡେକ୍ସ ଅର୍ RNI? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, 16। 2026 ମସିହାର ରେସ୍ପନ୍ସିବଲ୍ ନେସନ୍ ଇଣ୍ଡେକ୍ସରେ ଭାରତ ବିଶ୍ୱର 155ଟି ଦେଶ ମଧ୍ୟରୁ 16ତମ ସ୍ଥାନ ହାସଲ କରିପାରିଛି। ଏହି ଇଣ୍ଡେକ୍ସରେ ସିଙ୍ଗାପୁର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭାରତର ଏହି ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମନେ କରାଯାଉଛି। ଏହି ଇଣ୍ଡେକ୍ସ ଏକ ଦେଶର ପରିବେଶ ସୁରକ୍ଷା, ନୈତିକ ଶାସନ ଏବଂ ନାଗରିକ ପ୍ରତି ଥିବା ଦାୟିତ୍ୱବୋଧତାକୁ ଆଧାର କରି ପ୍ରସ୍ତୁତ କରାଯାଉଛି। ଭାରତ ଅନେକ ବିକଶିତ ରାଷ୍ଟ୍ରକୁ ପଛରେ ପକାଇ ଏହି ସ୍ଥାନରେ ପହଞ୍ଚିବା ଏହାର ସକାରାତ୍ମକ ନୀତିର ପରିଚୟ ଦେଉଛି। ଏହି ତାଲିକା ଜରିଆରେ ବିଶ୍ୱରେ ଦାୟିତ୍ୱବାନ ଶାସନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଆଯାଉଛି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି, 233 years old copy of the ବାଲ୍ମୀକି ରାମାୟଣ gifted to which of the following museum? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ରାମକଥା ମ୍ୟୁଜିୟମ୍, ଅଯୋଧ୍ୟା। ଅଯୋଧ୍ୟାରେ ଅବସ୍ଥିତ ରାମକଥା ସଂଗ୍ରହାଳୟକୁ 233 ବର୍ଷ ପୁରୁଣା ଏକ ଅତ୍ୟନ୍ତ ଦୁର୍ଲଭ ବାଲ୍ମୀକି ରାମାୟଣର ପାଣ୍ଡୁଲିପି ପ୍ରଦାନ କରାଯାଇଛି। ଏହି ଐତିହାସିକ ଦସ୍ତାବିଜଟି 1792 ମସିହାରେ ସଂସ୍କୃତ ଭାଷାରେ ହାତରେ ଲେଖାଯାଇଥିଲା, ଯାହା ଆମ ସଂସ୍କୃତିର ଏକ ଅମୂଲ୍ୟ ସମ୍ପଦ। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ପାଣ୍ଡୁଲିପିଟିକୁ ରାମ ମନ୍ଦିର ନିକଟସ୍ଥ ଏହି ମ୍ୟୁଜିୟମରେ ସଂରକ୍ଷିତ କରି ରଖିବାକୁ ଦିଆଯାଇଥିଲା। ଏଥିରେ ରାମାୟଣର 5ଟି ମୁଖ୍ୟ କାଣ୍ଡ ରହିଛି, ଯାହା ଗବେଷକ ଓ ଶ୍ରଦ୍ଧାଳୁଙ୍କ ପାଇଁ ବହୁତ ଉପାଦେୟ ହେବ। ଏହି ପଦକ୍ଷେପ ଅଯୋଧ୍ୟାକୁ ଏକ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଶିକ୍ଷାର କେନ୍ଦ୍ର ଭାବେ ଗଢ଼ିବାରେ ସାହାଯ୍ୟ କରିବ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି, ଆକର୍ଡିଂ ଟୁ ଦ ନୁମ୍ବିଓ ସେଫ୍ଟି ଇଣ୍ଡେକ୍ସ 2026 ହୁଇଚ୍ ସିଟି ଟପ୍ଡ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ମାଙ୍ଗାଲୁରୁ, କ୍ୱିଙ୍ଗ୍ଡାଓ। ନୁମ୍ବିଓ ସେଫ୍ଟି ଇଣ୍ଡେକ୍ସ 2026ର ରିପୋର୍ଟ ଅନୁଯାୟୀ କର୍ଣ୍ଣାଟକର ମାଙ୍ଗାଲୁରୁ ସହର
ଭାରତର ସବୁଠାରୁ ନିରାପଦ ସହର ଭାବେ ଶୀର୍ଷ ସ୍ଥାନ ଅଧିକାର କରିଛି ଓ ସେହିପରି ବିଶ୍ୱ ସ୍ତରରେ ଚୀନର କୁଇଙ୍ଗଡାଓ ସହର ସବୁଠାରୁ ନିରାପଦ ସହର ଭାବେ ପରିଗଣିତ ହୋଇଛି। ଏହି ଇଣ୍ଡେକ୍ସ ଅପରାଧ ହାର, ଦିନ ଓ ରାତିରେ ଚାଲିଥିବା ନିରାପତ୍ତା ଏବଂ ସାମାଜିକ ଶାନ୍ତିକୁ ଭିତ୍ତି କରି ପ୍ରସ୍ତୁତ କରାଯାଏ। ମାଙ୍ଗାଲୁରୁର ଏହି ସଫଳତା ସେଠାକାର ପୋଲିସ ପ୍ରଶାସନ ଓ ସଚେତନ ନାଗରିକଙ୍କ ମିଳିତ ପ୍ରୟାସର ଫଳ। ଏହି ରିପୋର୍ଟ ବିଭିନ୍ନ ସହରର ଜୀବନଧାରଣ ଶୈଳୀ ଓ ନିରାପତ୍ତା ସ୍ତରକୁ ବୁଝିବାରେ ସାହାଯ୍ୟ କରିପାରୁଛି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ବଟରଫ୍ଲାଏ ଇଜ୍ ଡିକ୍ଲେୟାର୍ଡ ଏଜ୍ ଦ ଷ୍ଟେଟ୍ ବଟରଫ୍ଲାଏ ଅଫ୍ ଚଣ୍ଡିଗଡ଼। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଷ୍ଟ୍ରିପ୍ଡ ଟାଇଗର। ଚଣ୍ଡିଗଡ଼ ପ୍ରଶାସନ ଷ୍ଟ୍ରାଇପ୍ଡ ଟାଇଗର ପ୍ରଜାତିକୁ ନିଜର ରାଜ୍ୟ ପ୍ରଜାପତି ଭାବରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏହି ପ୍ରଜାପତିର ନାମ ଏହାର ଡେଣାରେ ଥିବା ବାଘ ଭଳି କଳା ପଟି ପାଇଁ ରଖାଯାଇଛି, ଯାହା ଦେଖିବାକୁ ଅତି ସୁନ୍ଦର। ଜୈବ ବିବିଧତାକୁ ସୁନ୍ଦର ରଖିବା ଏବଂ ପ୍ରକୃତି ପ୍ରତି ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଚଣ୍ଡିଗଡ଼ର ପରିବେଶରେ ଏହି ପ୍ରଜାତିର ପ୍ରଜାପତି ବହୁଳ ପରିମାଣରେ ଦେଖିବାକୁ ମିଳନ୍ତି ଏବଂ ଏମାନେ ପରାଗ ସଙ୍ଗମରେ ସାହାଯ୍ୟ କରନ୍ତି। ବନ୍ୟଜନ୍ତୁ ସଂରକ୍ଷଣ ଦିଗରେ ଏହା ଚଣ୍ଡିଗଡ଼ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ମନେ କରାଯାଉଛି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱେର୍ ୱିଲ୍ ଦ ସେକେଣ୍ଡ ଗ୍ଲୋବାଲ ବୁଦ୍ଧିଷ୍ଟ ସମିଟ୍ ବି ହେଲ୍ଡ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ନ୍ୟୁ ଦିଲ୍ଲୀ। ମନେ ରଖିବେ, ଦ୍ୱିତୀୟ ବିଶ୍ୱ ବୌଦ୍ଧ ସମ୍ମିଳନୀ 2026 ମସିହାରେ ଭାରତର ରାଜଧାନୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବୌଦ୍ଧ ଧର୍ମଗୁରୁ, ପଣ୍ଡିତ ଏବଂ ପ୍ରତିନିଧିମାନେ ଯୋଗଦେଇ ଶାନ୍ତି ଓ ଅହିଂସା ଉପରେ ଚର୍ଚ୍ଚା କରିବେ। ବୁଦ୍ଧଙ୍କ ଦର୍ଶନକୁ ଆଧୁନିକ ସମସ୍ୟାର ସମାଧାନ ଭାବେ ବ୍ୟବହାର କରିବା ପାଇଁ ଏଠାରେ ଗୁରୁତ୍ୱ ଦିଆଯାଉଛି। ଭାରତ ଏହି କାର୍ଯ୍ୟକ୍ରମ ଜରିଆରେ ବିଶ୍ୱରେ ଏକ ଶାନ୍ତିଦୂତର ଭୂମିକା ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି। ଏହି ସମ୍ମିଳନୀ ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ସହ ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ପ୍ରୋତ୍ସାହିତ କରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ଷ୍ଟେଟ୍ ଲଞ୍ଚ ଦ ଷ୍ଟେଟ୍ ଆୱାର୍ଡ ଫର୍ ନନ୍ ହିନ୍ଦୀ ଲାଙ୍ଗୁଏଜ୍ ରାଇଟର୍ସ। ଏହାର ସଠିକ୍ ଉତ୍ତରଟି ହେବ ଅପସନ୍ ଡି, ତାମିଲନାଡୁ। ମନେ ରଖିବେ, ତାମିଲନାଡୁ ସରକାର ଅନ୍ୟ ଆଞ୍ଚଳିକ ଭାଷାରେ ଲେଖୁଥିବା ସାହିତ୍ୟିକମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ସ୍ୱତନ୍ତ୍ର ପୁରସ୍କାର ଆରମ୍ଭ କରିଛନ୍ତି। ଏହି ପୁରସ୍କାରଟି ମୁଖ୍ୟତଃ ଓଡ଼ିଆ, ବଙ୍ଗାଳୀ, ମରାଠୀ ଭଳି ଅଣ-ହିନ୍ଦୀ ଭାଷାରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଲେଖକଙ୍କୁ ପ୍ରଦାନ କରାଯିବ। ଭାଷାଗତ ଭ୍ରାତୃତ୍ୱ ବୃଦ୍ଧି କରିବା ଏବଂ ଭାରତର ବିଭିନ୍ନ ସାହିତ୍ୟକୁ ପ୍ରୋତ୍ସାହନ ଦେବା ଏହାର ମୂଳ ଲକ୍ଷ୍ୟ। ଏହି ପୁରସ୍କାରରେ ଏକ ବଡ଼ ଅର୍ଥରାଶି ସହ ମାନପତ୍ର ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ତାମିଲନାଡୁ ସହ ଅନ୍ୟ ରାଜ୍ୟଗୁଡ଼ିକର ସାଂସ୍କୃତିକ ସମ୍ପର୍କ ଅଧିକ ମଜବୁତ ହେବ ବୋଲି ମନେ କରାଯାଉଛି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହୁ ହ୍ୟାଜ୍ ବିନ୍ ଆପଏଣ୍ଟେଡ୍ ଏଜ୍ ଦ କୋଚ୍ ଅଫ୍ ଦ ସିନିୟର ଇଣ୍ଡିଆନ୍ ଓମେନ୍ସ ଫୁଟବଲ ଟିମ୍। ଏହାର ସଠିକ୍ ଉତ୍ତରଟି ହେଉଛି ଆମେଲିଆ ଭାଲଭର୍ଡେ। ଆମେଲିଆ ଭାଲଭର୍ଡେଙ୍କୁ ଭାରତୀୟ ସିନିୟର ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ ଓ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ସେ କଷ୍ଟୋରିଆର ଜଣେ ଅଭିଜ୍ଞ କୋଚ୍ ଏବଂ ପୂର୍ବରୁ ସେଠାକାର ଜାତୀୟ ଦଳକୁ ବିଶ୍ୱକପ୍ ପର୍ଯ୍ୟନ୍ତ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭାରତୀୟ ମହିଳା ଦଳକୁ ଅନ୍ତର୍ଜାତୀୟ ସ୍ତରରେ ଅଧିକ ପ୍ରତିଯୋଗିତାମୂଳକ କରିବା ପାଇଁ AIFF ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି। ତାଙ୍କର କୌଶଳ ଓ ଅଭିଜ୍ଞତା ଭାରତୀୟ ଖେଳାଳିମାନଙ୍କର ଖେଳ ଶୈଳୀର ଉନ୍ନତି ଆଣିବ ବୋଲି ଆଶା କରାଯାଉଛି। ଏହି ନିଯୁକ୍ତି ଭାରତୀୟ ମହିଳା ଫୁଟବଲରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ସିଟି ହ୍ୟାଜ୍ ରିସେଣ୍ଟଲି ଏଷ୍ଟାବ୍ଲିଶ୍ଡ ଉତ୍ତରପ୍ରଦେଶ ଫାର୍ଷ୍ଟ ବ୍ରେଲ୍ ଲାଇବ୍ରେରୀ ଅର୍ ବ୍ରେଲି ଲାଇବ୍ରେରୀ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ଲକ୍ଷ୍ନୌ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ରାଜ୍ୟର ପ୍ରଥମ ବ୍ରେଲ୍ ଲାଇବ୍ରେରୀ ପ୍ରତିଷ୍ଠା କରାଯାଇଛି। ଏହି ପାଠାଗାରଟି ଡକ୍ଟର ଶକୁନ୍ତଳା ମିଶ୍ର ଜାତୀୟ ପୁନର୍ବାସ ବିଶ୍ୱବିଦ୍ୟାଳୟରେ ଖୋଲାଯାଇଛି, ଯାହା ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ସୁଯୋଗ। ଏଥିରେ 4000ରୁ ଅଧିକ ବ୍ରେଲ୍ ପୁସ୍ତକ ରହିଛି, ଯାହା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷାରେ ସାହାଯ୍ୟ କରିବ। ଏହି ପଦକ୍ଷେପ ଦ୍ୱାରା ଦିବ୍ୟାଙ୍ଗ ବ୍ୟକ୍ତିମାନେ ମଧ୍ୟ ଶିକ୍ଷା କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିବେ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ। ଏହି
ବ୍ରେଲ୍ ଲାଇବ୍ରେରୀ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ବିଷୟର ପୁସ୍ତକ ଯୋଗାଇ ଦେଉଛି। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଗଟ୍ ଦ ସେକେଣ୍ଡ ପୋଜିସନ୍ ଇନ୍ ଦ ବ୍ରାଣ୍ଡ ଫାଇନାନ୍ସ ଗ୍ଲୋବାଲ 500 2026 ରିପୋର୍ଟ। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି TCS। ମନେ ରଖିବେ ଟାଟା କନସଲ୍ଟାନ୍ସି ସର୍ଭିସେସ୍ ଅର୍ TCS 2026 ବ୍ରାଣ୍ଡ ଫାଇନାନ୍ସ ଗ୍ଲୋବାଲ 500 ରିପୋର୍ଟରେ ବିଶ୍ୱର ଦ୍ୱିତୀୟ ସବୁଠାରୁ ମୂଲ୍ୟବାନ ଆଇଟି ସେବା ବ୍ରାଣ୍ଡ ଭାବେ ସ୍ଥାନ ପାଇଛି। ଏହା ଭାରତର ଆଇଟି କ୍ଷେତ୍ର ପାଇଁ ଏକ ଗୌରବର ବିଷୟ ଯେ ଏକ ଭାରତୀୟ କମ୍ପାନୀ ବିଶ୍ୱ ସ୍ତରରେ ନିଜର ପ୍ରଭାବ ବିସ୍ତାର କରିଛି। TCS ନିଜର କର୍ମଚାରୀଙ୍କ ଦକ୍ଷତା ଏବଂ ଗ୍ରାହକମାନଙ୍କୁ ପ୍ରଦାନ କରୁଥିବା ଉନ୍ନତ ସେବା ଯୋଗୁଁ ଏହି ସ୍ଥାନ ହାସଲ କରିପାରିଛି। ବିଶ୍ୱର ଟପ୍ 500 ବ୍ରାଣ୍ଡ ମଧ୍ୟରେ ଏହି ସ୍ଥାନ ମିଳିବା ଦର୍ଶାଏ ଯେ ଭାରତୀୟ ସଂସ୍ଥାଗୁଡ଼ିକ ଆଧୁନିକ ପ୍ରଯୁକ୍ତି ବିଦ୍ୟାରେ ଅଗ୍ରଣୀ ଅଛନ୍ତି। ଏହି ସଫଳତା ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହେଉଛି। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ହୁ ହ୍ୟାଜ୍ ଜଏନ୍ଡ ଦ ଇଣ୍ଡୋ ସ୍ପେସିଫିକ୍ ଓସେନ୍ ଇନିସିଏଟିଭ୍ ଅର୍ IPOI। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ସ୍ପେନ୍। ୟୁରୋପୀୟ ଦେଶ ସ୍ପେନ୍ ରିସେଣ୍ଟଲି ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ଇଣ୍ଡୋ ସ୍ପେସିଫିକ୍ ଓସେନ୍ ଇନିସିଏଟିଭ୍ରେ ସାମିଲ ହୋଇଛି। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମୁଦ୍ରିକ ସୁରକ୍ଷା, ପରିବେଶ ସୁରକ୍ଷା ଏବଂ ସାମୁଦ୍ରିକ ସମ୍ପଦର ସଠିକ ବିନିଯୋଗ। ସ୍ପେନ୍ ସାମିଲ ହେବା ଫଳରେ ଭାରତ ଓ ସ୍ପେନ୍ ମଧ୍ୟରେ କୂଟନୈତିକ ଓ ସାମୁଦ୍ରିକ ସମ୍ପର୍କ ଅଧିକ ମଜବୁତ ହେବ। ଏହି ଇନିସିଏଟିଭ୍ ମାଧ୍ୟମରେ ଭାରତ ମହାସାଗର ଅଞ୍ଚଳରେ ଶାନ୍ତି ଏବଂ ସହଯୋଗ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ କରୁଛି। ବିଶ୍ୱର ପ୍ରମୁଖ ଶକ୍ତିମାନେ ଏଥିରେ ଯୋଗ ଦେବା ଭାରତର ଅନ୍ତର୍ଜାତୀୟ ପ୍ରଭାବକୁ ଦର୍ଶାଉଛି। ନେକ୍ସଟ କ୍ୱେଶ୍ଚିନ୍ ଇଜ୍ ହୁ ହ୍ୟାଜ୍ ଷ୍ଟାର୍ଟେଡ୍ ଏ 10-month ଟ୍ରାନ୍ସଓସେନିକ୍ ଏକ୍ଜିବିସନ୍ ଅଣ୍ଡର ଦ ଲୋକାୟନ 26 ମିଶନ। ଏହାର ସଠିକ ଉତ୍ତରଟି ହେଉଛି INS ସୁଦର୍ଶିନୀ। ଭାରତୀୟ ନୌସେନାର ପ୍ରଶିକ୍ଷଣ ଜାହାଜ INS ସୁଦର୍ଶିନୀ ଲୋକାୟନ 26 ଅଭିଯାନ ଅଧୀନରେ ଏକ 10 ମାସିକ ସାମୁଦ୍ରିକ ଯାତ୍ରା ଆରମ୍ଭ କରିଛି। ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ବିଭିନ୍ନ ଦେଶ ସହିତ ସାମୁଦ୍ରିକ ସମ୍ପର୍କ ସୁଦୃଢ଼ କରିବା ଏବଂ ନୌସେନା କ୍ୟାଡେଟ୍ମାନଙ୍କୁ କଠିନ ପ୍ରଶିକ୍ଷଣ ଦେବା। ଏହି ଯାତ୍ରା ସମୟରେ ଜାହାଜଟି ଅନେକ ବିଦେଶୀ ବନ୍ଦର ପରିଦର୍ଶନ କରି ଭାରତୀୟ ସଂସ୍କୃତି ଓ ନୌସେନାର ବାର୍ତ୍ତା ପ୍ରସାର କରିବ। ଲୋକାୟନ ମିଶନ ଭାରତର ବସୁଧୈବ କୁଟୁମ୍ବକମ୍ ଚିନ୍ତାଧାରାକୁ ସମୁଦ୍ର ମାର୍ଗରେ ପ୍ରତିଫଳିତ କରୁଛି। ଏହା ଭାରତର ସାମୁଦ୍ରିକ ଇତିହାସ ଏବଂ ଭବିଷ୍ୟତର ପ୍ରତିରକ୍ଷା ଦକ୍ଷତାକୁ ଏକ ନୂଆ ମୋଡ଼ ଦେବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ଇଜ୍ ଦ ଓନ୍ଲି ଇଣ୍ଡିଆନ୍ ଇନଷ୍ଟିଚ୍ୟୁସନ୍ ଇନକ୍ଲୁଡେଡ୍ ଇନ୍ ଦ ସବଜେକ୍ଟ ର୍ୟାଙ୍କିଂ 2026। ଏହାର ସଠିକ ଉତ୍ତରଟି ହେଉଛି IISc ବେଙ୍ଗଲୋର। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବେଙ୍ଗଲୋର 2026 ମସିହାର ବିଶ୍ୱ ସ୍ତରୀୟ ସବଜେକ୍ଟ ର୍ୟାଙ୍କିଂରେ ସ୍ଥାନ ପାଇଥିବା ଏକମାତ୍ର ଭାରତୀୟ ଶିକ୍ଷାନୁଷ୍ଠାନ ହୋଇଛି। ଏହି ର୍ୟାଙ୍କିଂ ବିଭିନ୍ନ ବିଷୟରେ ଗବେଷଣା ଓ ଶିକ୍ଷାଦାନର ଗୁଣବତ୍ତାକୁ ଆଧାର କରି କରାଯାଇଥାଏ। IISc ନିଜର ଅତ୍ୟାଧୁନିକ ବୈଜ୍ଞାନିକ ଗବେଷଣା ଏବଂ ନୂତନ ଉଦ୍ଭାବନ ପାଇଁ ବିଶ୍ୱ ସ୍ତରରେ ସମ୍ମାନିତ ହୋଇଛି। ଏହା ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥା ପାଇଁ ଏକ ବଡ଼ ସଫଳତା ଏବଂ ଗର୍ବର ବିଷୟ। ଏହି ଉପଲବ୍ଧି ଅନ୍ୟ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଶ୍ୱ ମାନକ ପୂରଣ କରିବା ପାଇଁ ପ୍ରୋତ୍ସାହିତ କରିବ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ୱିଥ୍ ହୁମ୍ ହ୍ୟାଜ୍ ଇନ୍ସ୍ପେସ୍ ସାଇନ୍ଡ ଏ ଏଗ୍ରିମେଣ୍ଟ ଫର୍ ଇଣ୍ଡିଆଜ୍ ପ୍ରାଇଭେଟ୍ ଅର୍ଥ ଅବଜରଭେସନ୍ ସ୍ୟାଟେଲାଇଟ୍ କନଷ୍ଟେଲେସନ୍। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ପିକ୍ସେଲ୍। ମନେ ରଖିବେ ଭାରତୀୟ ମହାକାଶ ସଂସ୍ଥା ଇନ୍ସ୍ପେସ୍ ନିକଟରେ ମହାକାଶ କ୍ଷେତ୍ରର ଷ୍ଟାର୍ଟଅପ୍ ପିକ୍ସେଲ୍ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି ଅନୁଯାୟୀ ପିକ୍ସେଲ୍ ଭାରତର ପ୍ରଥମ ଘରୋଇ ପୃଥିବୀ ପର୍ଯ୍ୟବେକ୍ଷଣ ସ୍ୟାଟେଲାଇଟ୍ ଗୋଷ୍ଠୀ ନିର୍ମାଣ କରିବ। ଏହି ସ୍ୟାଟେଲାଇଟ୍ ଗୁଡ଼ିକ ଉଚ୍ଚମାନର ଚିତ୍ର ପ୍ରଦାନ କରି କୃଷି, ପରିବେଶ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସାହାଯ୍ୟ କରିବେ। ମହାକାଶ କ୍ଷେତ୍ରରେ ଘରୋଇ ସଂସ୍ଥାମାନଙ୍କୁ ସୁଯୋଗ ଦେବା ଫଳରେ ଭାରତୀୟ ସ୍ପେସ୍ ଇକୋନୋମି ବହୁତ ଶୀଘ୍ର ବୃଦ୍ଧି ପାଉଛି। ଏହି ପଦକ୍ଷେପ ଭାରତକୁ ମହାକାଶ ବିଜ୍ଞାନରେ ଏକ ଗ୍ଲୋବାଲ ହବ୍ ଭାବେ ଗଢ଼ି ତୋଳିବ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହୁ ହ୍ୟାଜ୍ ବିନ୍ ସିଲେକ୍ଟେଡ୍ ଫର୍ ଦ ଇନ୍ଦିରା ଗାନ୍ଧୀ ପ୍ରାଇଜ୍ ଫର୍ ପିସ୍, ଡିଜାର୍ମେଣ୍ଟ ଆଣ୍ଡ ଡେଭଲପମେଣ୍ଟ ଫର୍ 2025। ଏହାର ସଠିକ ଉତ୍ତରଟି ହେଉଛି ଗ୍ରାସା ମାଚେଲ।
ଅପସନ୍ ବି। ଦକ୍ଷିଣ ଆଫ୍ରିକାର ସାମାଜିକ କର୍ମୀ ତଥା ମାନବିକ ଅଧିକାର ରକ୍ଷକ ଗ୍ରାସା ମାଚେଲକୁ 2025 ବର୍ଷ ପାଇଁ ସମ୍ମାନଜନକ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେ ମହିଳା ଓ ଶିଶୁମାନଙ୍କ ଅଧିକାର ପାଇଁ ବିଶ୍ୱ ସ୍ତରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଏବଂ ମାନବିକ କଲ୍ୟାଣ ଦିଗରେ ତାଙ୍କର ନିରନ୍ତର ପ୍ରୟାସ ପାଇଁ ତାଙ୍କୁ ଏହି ସମ୍ମାନଟି ଦିଆଯାଇଛି। ଏହି ପୁରସ୍କାରଟି ପ୍ରତିବର୍ଷ ଶାନ୍ତି ଏବଂ ବିକାଶ କ୍ଷେତ୍ରରେ ବଡ଼ ଯୋଗଦାନ ଦେଇଥିବା ବ୍ୟକ୍ତି ଏବଂ ଅନୁଷ୍ଠାନକୁ ପ୍ରଦାନ କରାଯାଇଥାଏ। ତାଙ୍କ ଭଳି ବ୍ୟକ୍ତିତ୍ୱ ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣାର ଉତ୍ସ ଅଟନ୍ତି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱେର୍ ହେଜ୍ ଅମିତ ଶାହ ରିଲିଜ୍ଡ ଦ ସେଣ୍ଟେନାରୀ ଇସ୍ୟୁ ଅଫ୍ ଗୀତା ପ୍ରେସ୍ ମନ୍ଥଲି ମ୍ୟାଗାଜିନ୍ କଲ୍ୟାଣ। ଏହାର ସଠିକ୍ ଉତ୍ତରଟି ହେଉଛି ଉତ୍ତରାଖଣ୍ଡ ଅପସନ୍ ବି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଗୀତା ପ୍ରେସ୍ର ପ୍ରସିଦ୍ଧ ମାସିକ ପତ୍ରିକା କଲ୍ୟାଣର ଶତବାର୍ଷିକୀ ସଂସ୍କରଣ ଉନ୍ମୋଚନ କରିଛନ୍ତି। ଗୀତା ପ୍ରେସ୍ ଗୋରଖପୁରର ଭାରତୀୟ ସଂସ୍କୃତି ଏବଂ ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ଏକ ବଡ଼ ଭୂମିକା ଗ୍ରହଣ କରିଛି। କଲ୍ୟାଣ ପତ୍ରିକାଟି ଦୀର୍ଘ 100 ବର୍ଷ ଧରି ଲୋକଙ୍କ ମନରେ ଆଧ୍ୟାତ୍ମିକ ଜ୍ଞାନ ବିତରଣ କରି ଆସୁଛି। ଏହି ଉନ୍ମୋଚନ ଉତ୍ସବରେ ଭାରତୀୟ ମୂଲ୍ୟବୋଧ ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା। ଉତ୍ତରାଖଣ୍ଡ ବୋଲି ଏକ ପବିତ୍ର ଭୂମିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଏକ ବିଶେଷ ମହତ୍ତ୍ୱ ରଖେ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହୁ ହେଜ୍ ଆର୍ବିଆଇ ଏପ୍ରୁଭ୍ ଟୁ ଆପଏଣ୍ଟେଡ୍ ଏଜ୍ ଦ ହୋଲ୍ ଟାଇମ୍ ଡାଇରେକ୍ଟର ଅଫ୍ HDFC ବ୍ୟାଙ୍କ। ସଠିକ୍ ଉତ୍ତରଟି ହେବ ଅପସନ୍ ବି କାଇଜାର୍ଡ ବୁରୁଚା। ଭାରତୀୟ ରିଜର୍ଭ ବ୍ୟାଙ୍କ କାଏଜାଦ ଭାରୁଚାଙ୍କୁ HDFC ବ୍ୟାଙ୍କର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ସେ ଦୀର୍ଘ ବର୍ଷ ଧରି ବ୍ୟାଙ୍କିଂ କ୍ଷେତ୍ରରେ କାମ କରି ସୁନାମ ଅର୍ଜନ କରିଛନ୍ତି ଏବଂ HDFC ବ୍ୟାଙ୍କର ଅଭିବୃଦ୍ଧିରେ ତାଙ୍କର ବଡ଼ ଯୋଗଦାନ ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସେ ବ୍ୟାଙ୍କର ପରିଚାଳନା ଏବଂ ରଣନୀତିର ନିଷ୍ପତ୍ତି ନେବାରେ ସାହାଯ୍ୟ କରିବେ। କୌଣସି ବ୍ୟାଙ୍କର ବଡ଼ ପଦବୀରେ ନିଯୁକ୍ତି ପାଇଁ RBIର ଅନୁମତି ଆବଶ୍ୟକ ହୋଇଥାଏ, ଯାହା ବ୍ୟାଙ୍କିଂ ବ୍ୟବସ୍ଥାରେ ସ୍ୱଚ୍ଛତା ରକ୍ଷା କରେ। ତାଙ୍କ ନେତୃତ୍ୱରେ ବ୍ୟାଙ୍କ ଆଗାମୀ ଦିନରେ ଅଧିକ ସଫଳତା ପାଇବ ବୋଲି ଆଶା କରାଯାଉଛି। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ୱିଥ୍ ହୁମ୍ ହେଜ୍ ତେଲେଙ୍ଗାନା ସାଇନ୍ଡ ଏନ୍ ଏଗ୍ରିମେଣ୍ଟ ଫର୍ ଇଣ୍ଡିଆଜ୍ ଫାର୍ଷ୍ଟ ନେଟ୍ ଜିରୋ ଗ୍ରୀନଫିଲ୍ଡ ସ୍ମାର୍ଟ ସିଟି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି UAE। ତେଲେଙ୍ଗାନା ସରକାର UAE ସହିତ ଭାରତର ପ୍ରଥମ ନେଟ୍ ଜିରୋ ଗ୍ରୀନଫିଲ୍ଡ ସ୍ମାର୍ଟ ସିଟି ନିର୍ମାଣ ପାଇଁ ଏକ ଚୁକ୍ତି କରିଛନ୍ତି। ଏହି ସହରଟି ସମ୍ପୂର୍ଣ୍ଣ ଭାବେ ପରିବେଶ ଅନୁକୂଳ ହେବ ଏବଂ ଏଥିରେ ଅଙ୍ଗାରକାମ୍ଳ ନିର୍ଗମନ ଶୂନ୍ୟ ରହିବ। UAEର ଆଧୁନିକ ପ୍ରଯୁକ୍ତି ବିଦ୍ୟା ଏବଂ ନିବେଶ ସହାୟତାରେ ଏହି ବଡ଼ ପ୍ରକଳ୍ପ ସଫଳ ହେବାକୁ ଯାଉଛି। ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଏବଂ ସହରୀ ଜୀବନଧାରଣକୁ ଉନ୍ନତ କରିବା ପାଇଁ ଏହା ଏକ ବିକଳ୍ପ ପଦକ୍ଷେପ। ଏହି ପ୍ରକଳ୍ପ ଭାରତର ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ସ୍ଥାୟୀ ବିକାଶର ଏକ ମଡେଲ ହେବ ବୋଲି ମନେ କରାଯାଉଛି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ଡେଟ୍ ଇଜ୍ ସେଲିବ୍ରେଟେଡ୍ ଏଜ୍ ନ୍ୟାସନାଲ୍ ଭୋଟର୍ସ ଡେ ଇନ୍ ଇଣ୍ଡିଆ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି 25 ଜାନୁଆରୀ। ପ୍ରତିବର୍ଷ ଜାନୁଆରୀ 25 ତାରିଖରେ ସମଗ୍ର ଭାରତରେ ଜାତୀୟ ଭୋଟର୍ସ ଦିବସ ପାଳନ କରାଯାଇଥାଏ। 1950 ମସିହା ଜାନୁଆରୀ 25 ତାରିଖରେ ଭାରତୀୟ ନିର୍ବାଚନ କମିଶନ ବା ଇଲେକ୍ସନ କମିଶନର ଅଫ୍ ଇଣ୍ଡିଆ ପ୍ରତିଷ୍ଠା ହୋଇଥିଲା, ଯାହାର ସ୍ମୃତିରେ 2011 ମସିହାରେ ଏହି ଦିବସ ପାଳିତ ହେଉଛି। ଏହି ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ନୂତନ ଭୋଟରମାନଙ୍କୁ ପଞ୍ଜୀକୃତ କରିବା ଏବଂ ଗଣତନ୍ତ୍ରରେ ସେମାନଙ୍କର ଭାଗିଦାରୀ ବୃଦ୍ଧି କରିବା। 2025 ଏବଂ 26 ମସିହାରେ ଏହି ଉତ୍ସବର ଏକ ବିଶେଷ ମହତ୍ତ୍ୱ ରହିଛି, ଯେଉଁଥିରେ ସାଧାରଣ ନାଗରିକମାନଙ୍କୁ ଗୁରୁତ୍ୱ ଦିଆଯାଇଛି। ଏହି ଦିନ ନୂଆ ଭୋଟରମାନଙ୍କୁ ସେମାନଙ୍କର ପରିଚୟ ପତ୍ର ପ୍ରଦାନ କରାଯାଏ ଓ ସଚେତନ କରାଯାଇଥାଏ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ଇଣ୍ଡିଆନ୍ ଷ୍ଟେଟ୍ ହେଜ୍ ଏମର୍ଜଡ୍ ଏଜ୍ ଦ ଟପ୍ ଇନଭେଷ୍ଟମେଣ୍ଟ ଡେଷ୍ଟିନେସନ୍ ଇନ୍ ଦ ଫାର୍ଷ୍ଟ 9 ମନ୍ଥ ଅଫ୍ ଫାଇନାନ୍ସିଆଲ ଇୟର 2026। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଆନ୍ଧ୍ରପ୍ରଦେଶ। 2026 ଆର୍ଥିକ ବର୍ଷର ପ୍ରଥମ 9 ମାସ ମଧ୍ୟରେ ଆନ୍ଧ୍ରପ୍ରଦେଶ ଭାରତର ଶୀର୍ଷ ପୁଞ୍ଜିନିବେଶର ସ୍ଥାନ ଭାବେ ଉଭା ହୋଇଛି। ବ୍ୟାଙ୍କ ଅଫ୍ ବରୋଦା ରିପୋର୍ଟ ଅନୁଯାୟୀ ଦେଶର ମୋଟ ପ୍ରସ୍ତାବିତ ପୁଞ୍ଜିନିବେଶର ପ୍ରାୟ 25.3%
ଏକାକୀ ଆନ୍ଧ୍ରପ୍ରଦେଶ ହାସଲ କରିଛି। ଏହା ପଛକୁ ଓଡ଼ିଶା ଏବଂ ମହାରାଷ୍ଟ୍ର ରହିଛନ୍ତି, ଯାହା ଦର୍ଶାଏ ଯେ ଶିଳ୍ପ ଅଭିବୃଦ୍ଧି ଏବେ ଦକ୍ଷିଣ ଏବଂ ପୂର୍ବ ଭାରତକୁ ବ୍ୟାପୁଛି। ରାଜ୍ୟ ସରକାରଙ୍କ ସହଜ ବ୍ୟବସାୟ ନୀତି ଏବଂ ସଂସ୍କାର ଯୋଗୁଁ ନିବେଶକମାନେ ଏଠାରେ ଆଗ୍ରହ ହେଉଛନ୍ତି। ଏହି ପୁଞ୍ଜିନିବେଶ ଦ୍ୱାରା ଆଗାମୀ ଦିନରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ କମ୍ପାନୀ ହ୍ୟାଜ୍ ରିସେଣ୍ଟଲି ରିସିଭ୍ଡ ଇନ୍ ପ୍ରିନ୍ସିପାଲ୍ ଆପ୍ରୁଭାଲ୍ ଫ୍ରମ୍ RBI ଟୁ ଅପରେଟ୍ ଏଜ୍ ଏ କ୍ରସ୍ ବୋର୍ଡର ପେମେଣ୍ଟ ଏଗ୍ରିଗେଟର। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ପିଓନିୟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍। ଏହି ଅନୁମତି ଫଳରେ କମ୍ପାନୀ ଏବେ ବିଦେଶରୁ ଆସୁଥିବା ଏବଂ ବିଦେଶକୁ ଯାଉଥିବା ଟଙ୍କାର କାରବାର ସହଜରେ କରିପାରିବ। ବିଶେଷ କରି କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀ ଏବଂ ରପ୍ତାନିକାରୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ବୋଲି ମନେ କରାଯାଉଛି। ଆନ୍ତର୍ଜାତୀୟ ବଜାରରେ ଭାରତୀୟ ବ୍ୟବସାୟର ପରିସର ବଢ଼ାଇବା ପାଇଁ ଏହି ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ। ଡିଜିଟାଲ ଅର୍ଥନୀତିରେ ଭାରତର ସ୍ଥାନକୁ ସୁଦୃଢ଼ କରିବା ଦିଗରେ ଏହା ଏକ ପ୍ରଭାବଶାଳୀ ପଦକ୍ଷେପ ହେବ। କ୍ୱେଶ୍ଚିନ୍ଟି ହେଉଛି ହ୍ୱେର୍ ୱାଜ୍ ଦ ମିଡିୟମ୍ କ୍ୟାଲିବର୍ ଏମ୍ୟୁନିସନ୍ ମ୍ୟାନୁଫ୍ୟାକ୍ଚରିଂ ଫ୍ୟାସିଲିଟି ଇନୋଗ୍ରେଟେଡ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ନାଗପୁର। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମହାରାଷ୍ଟ୍ରର ନାଗପୁରଠାରେ ମିଡିୟମ୍ କ୍ୟାଲିବର ଏମ୍ୟୁନେସନ୍ ତିଆରି କାରଖାନା ଉଦ୍ଘାଟନ କରିଛନ୍ତି। ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି କାରଖାନା ଆତ୍ମନିର୍ଭର ଭାରତ ଅଭିଯାନକୁ ବହୁତ ଶକ୍ତିଶାଳୀ କରିବ। ଏବେ ସେନା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଗୋଲାବାରୁଦ ଭାରତରେ ହିଁ ତିଆରି ହୋଇପାରିବ। ଏହାଦ୍ୱାରା ଭାରତରୁ ଅସ୍ତ୍ରଶସ୍ତ୍ର ଆମଦାନୀ କମ୍ ହେବ ଏବଂ ଦେଶର ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇବ। ଏହି ଅତ୍ୟାଧୁନିକ ସୁବିଧା ଭାରତକୁ ବିଶ୍ୱର ଏକ ପ୍ରମୁଖ ଗୋଲାବାରୁଦ ଉତ୍ପାଦନ ହବ୍ ଭାବେ ଗଢ଼ିବାରେ ସାହାଯ୍ୟ କରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ କଣ୍ଟ୍ରି ଇଜ୍ ପାର୍ଟିସିପେଟିଂ ଏଜ୍ ଦ ପାର୍ଟନର କଣ୍ଟ୍ରି ଏଟ୍ ଦ 2026 ଗୁଲ୍ଫ ଫୁଡ୍ ଟ୍ରେଡ୍ ଇଭେଣ୍ଟ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଇଣ୍ଡିଆ। ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱର ସବୁଠାରୁ ବଡ଼ ଖାଦ୍ୟ ଓ ପାନୀୟ ବ୍ୟବସାୟିକ ପ୍ରଦର୍ଶନୀ ଗୁଲ୍ଫ ଫୁଡ୍ 2026ରେ ଭାରତ ପ୍ରଥମ ଥର ପାଇଁ ପାର୍ଟନର କଣ୍ଟ୍ରି ଭାବେ ଯୋଗ ଦେଇଛି। ଏହି କାର୍ଯ୍ୟକ୍ରମରେ ଭାରତର 160ରୁ ଅଧିକ ରପ୍ତାନିକାରୀ ସେମାନଙ୍କର କୃଷିଜାତ ଦ୍ରବ୍ୟ ଓ ପ୍ରକ୍ରିୟାକୃତ ଖାଦ୍ୟ ପ୍ରଦର୍ଶନ କରୁଛନ୍ତି। ଭାରତରୁ କୃଷି ରପ୍ତାନି ବୃଦ୍ଧି କରିବା ଏବଂ ବିଶ୍ୱ ବଜାରରେ ଭାରତୀୟ ଖାଦ୍ୟର ଚାହିଦା ବଢ଼ାଇବା ଏହାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏହାଦ୍ୱାରା ଭାରତୀୟ ଚାଷୀ ଏବଂ ଖାଦ୍ୟ ଶିଳ୍ପ ସହିତ ଜଡ଼ିତ ବ୍ୟବସାୟୀମାନେ ବହୁତ ଲାଭବାନ ହେବେ। ଦୁବାଇ ଏହି ବ୍ୟବସାୟ ପାଇଁ ଏକ ପ୍ରମୁଖ କେନ୍ଦ୍ର ସାଜିଛି। ନେକ୍ସଟ କ୍ୱେଶ୍ଚିନ୍ ଇଜ୍ ହୁ ହେଜ୍ ବିନ୍ ରିଆପଏଣ୍ଟେଡ୍ ଏଜ୍ ଦ MD ଆଣ୍ଡ CEO ଅଫ୍ ICICI ବ୍ୟାଙ୍କ ଷ୍ଟାର୍ଟିଂ ଅକ୍ଟୋବର 2026। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ସନ୍ଦୀପ ବକ୍ସି। ICICI ବ୍ୟାଙ୍କର ବୋର୍ଡ ସନ୍ଦୀପ ବକ୍ସିଙ୍କୁ ପୁନର୍ବାର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ ନିର୍ବାହକ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି। ତାଙ୍କର ନୂତନ କାର୍ଯ୍ୟକାଳ 2026 ଅକ୍ଟୋବର ଆରମ୍ଭରୁ ହୋଇ 2028 ପର୍ଯ୍ୟନ୍ତ ଚାଲିବ। ତାଙ୍କ ନେତୃତ୍ୱରେ ବ୍ୟାଙ୍କ ବହୁତ ଭଲ ପ୍ରଫିଟ୍ କରିଛି ଏବଂ ବ୍ୟବସାୟିକ ପ୍ରକ୍ରିୟାକୁ ସୁଦୃଢ଼ କରିପାରିଛି। ବ୍ୟାଙ୍କର ସ୍ଥିରତା ଏବଂ ଗ୍ରାହକମାନଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ତାଙ୍କର ଅଭିଜ୍ଞତା ଅତ୍ୟନ୍ତ ଜରୁରୀ। ଏହି ନିଷ୍ପତ୍ତି ବ୍ୟାଙ୍କର ଭବିଷ୍ୟତ ଯୋଜନାଗୁଡ଼ିକୁ ସଫଳ ଭାବରେ ସାହାଯ୍ୟ କରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱିଚ୍ ଇନଷ୍ଟିଚ୍ୟୁସନ୍ ହ୍ୟାଜ୍ ସାଇନ୍ଡ ଆନ୍ MOU ୱିଥ୍ ଦ ଇଣ୍ଡିଆନ୍ ଆର୍ମି ଫର୍ AI ଡ୍ରିଭେନ୍ ମିଲିଟାରୀ ସିଷ୍ଟମ୍। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, IISc ବେଙ୍ଗଲୋର। ଭାରତୀୟ ସେନା ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବେଙ୍ଗଲୋର ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା ଉପରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ସହଯୋଗ ମାଧ୍ୟମରେ ଆଧୁନିକ ଯୁଦ୍ଧ କ୍ଷେତ୍ର ପାଇଁ AI ଚାଳିତ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରାଯିବ। ସେନାର ଅଭିଜ୍ଞତା ଏବଂ IIScର ଗବେଷଣା ଦକ୍ଷତା ମିଶି ଭାରତୀୟ ପ୍ରତିରକ୍ଷାକୁ ଏକ ନୂଆ ଶକ୍ତି ପ୍ରଦାନ କରିବ। ଏହା ସମ୍ପୂର୍ଣ୍ଣ ଭାବେ ଏକ ସ୍ୱଦେଶୀ ଜ୍ଞାନକୌଶଳ ହେବ ଯାହା ବିଦେଶୀ ନିର୍ଭରଶୀଳତାକୁ କମାଇବ। ଭବିଷ୍ୟତର ଡିଜିଟାଲ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ହ୍ୱାଟ୍ ଇଜ୍ ଦ ଥିମ୍ ଅଫ୍ ଦ 16th ନ୍ୟାସନାଲ୍ ଭୋଟର୍ସ ଡେ 2026।
ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ମାଇ ଇଣ୍ଡିଆ ମାଇ ଭୋଟ। 2024 ମସିହା ଜାନୁଆରୀ 25 ତାରିଖରେ ପାଳିତ ହୋଇଥିବା 16ତମ ଜାତୀୟ ଭୋଟର୍ସ ଦିବସର ବିଷୟବସ୍ତୁ ବା ଥିମ୍ ହେଉଛି ମାଇ ଇଣ୍ଡିଆ ମାଇ ଭଏସ୍, ମୋ ଭାରତ ମୋ ଭୋଟ। ଏହାର ଟେଗଲାଇନ୍ ହେଉଛି ସିଟିଜେନ୍ ଏଟ୍ ଦ ହାର୍ଟ ଅଫ୍ ଇଣ୍ଡିଆନ୍ ଡେମୋକ୍ରେସି, ଯାହା ଦର୍ଶାଏ ଯେ ସାଧାରଣ ଜନତା ହିଁ ଭାରତୀୟ ଗଣତନ୍ତ୍ରର ମୂଳଦୁଆ।